ଆପଣ କଣ ଚିନ୍ତା କରିକି ସମୟ ବିତାଉଛନ୍ତି ସେ ସବୁ ଜାଣନ୍ତି। ଯେହେତୁ ବାଇବଲର ପରମେଶ୍ୱର ସେ ସୃଷ୍ଟ ବସ୍ତୁ ନୁହନ୍ତି, ସେ ସୃଷ୍ଟିକର୍ତ୍ତା ଅଟନ୍ତି। ପରମେଶ୍ୱର ଯିଏ ଆମ୍ଭମାନଙ୍କୁ ଆପଣ ହସ୍ତରେ ଗଢ଼ିଛନ୍ତି, ସେଇ ପରମେଶ୍ୱର ଆପଣ ହସ୍ତରେ ଆମକୁ ଉଠାଇ ମଧ୍ୟ ପାରିବା ପାଇଁ ସକ୍ଷମ ଅଟନ୍ତି। ମୁଁ କହିବା ପାଇଁ ଚାହେଁ, ଆପଣ ଯେକୌଣସି ଦୁଃଖଦ ବେଦନା ଯନ୍ତ୍ରଣା ଦେଇ ଗତି କରୁଛନ୍ତି, ଆପଣ ନିଜର ଅଶ୍ରୁକୁ କାନ୍ଦି 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 ଅନ୍ୟ ପାଖରେ ଗୁହାରିବା ଅପେକ୍ଷା ଯେଉଁ ପରମେଶ୍ୱର ଆପଣଙ୍କର ଚକ୍ଷୁର ଅଶ୍ରୁକୁ ଆପଣ ପାତ୍ରରେ ରଖନ୍ତି, ତାଙ୍କ ପାଖରେ ଯଦି ଢାଳି ଦେବେ, ଆପଣଙ୍କର କାନ୍ଦିବାର ଦିନ, ଦୁଃଖର ଦିନ, ଅମଙ୍ଗଳ ଦିନ ନିଶ୍ଚୟ ଶୀଘ୍ର ଆନନ୍ଦରେ ପରିପୂର୍ଣ୍ଣ ହେବେ। ଯେହେତୁ ଆମ୍ଭେମାନେ ମନୁଷ୍ୟ ହୋଇ ଯଦି ନିଜର ପୁଅର ଝିଅର ଦୁଃଖ ଦେଖି ଆମେ ଖୁସି ହେଇପାରିବା ନାହିଁ। ମାଡ଼ ଖାଇଛନ୍ତି ଆଜ୍ଞା, ଚାପୁଡ଼ା ଖାଇଛନ୍ତି, ବିଧା ଖାଇଛନ୍ତି, ମୁଥ ଖାଇଛନ୍ତି, ଛେପ ଖାଇଛନ୍ତି, ଦାଢ଼ି ଉପଡ଼ା ଯାଇଛି। କାହା ପାଇଁ? ଆମ ପାଇଁ। ଶୁଣନ୍ତୁ, ମୁଁ ଭଲରେ ଜାଣେ ପ୍ରତିଟି ଘରେ କିଛି ନା କିଛି ସମସ୍ୟା ଥାଏ। ଅନେକ ସମୟରେ ସ୍ୱାମୀ ମାନେ ବୁଝିପାରିବେ ନାହିଁ, କୌଣସି କାରଣ ସକାଶେ ଆମେ ଜାଣୁନା। ପୁଅ ଝିଅମାନେ ଯେଉଁ ପୁଅ ଝିଅମାନଙ୍କୁ ଆମେ ହାତରେ ବଢ଼ିଲୁ, ସେମାନଙ୍କର ବଡ଼ ବୟସ ବଢ଼ିଲା ପରେ ସେମାନେ ପଚାରନ୍ତି ନାହିଁ। ଅନେକ ସମୟରେ ଦୁର୍ଭାଗ୍ୟ କଥା ଏଇଟା। ଯଦି ଆପଣ ଏମିତି କେହି ଏଠାରେ ଅଛନ୍ତି, ଆପଣଙ୍କ ପରିସ୍ଥିତି ଆପଣ କାହାକୁ ସେୟାର କରିପାରୁନାହାନ୍ତି କି ନିରବରେ ରହିପାରୁନାହାନ୍ତି, ମୁଁ କହିବା ପାଇଁ ଚାହେଁ, ବାଇବଲର ପରମେଶ୍ୱର ଜିହୋଭା ଜିରି ଆଜି ମଧ୍ୟ ଅଛନ୍ତି। ସେ ନିଶ୍ଚୟ ଆପଣଙ୍କ ଆବଶ୍ୟକ ଯୋଗାଇବେ, ନିଶ୍ଚୟ ଯୋଗାଇବେ। ଆମେ ହାରିବା ନାହିଁ, ହାରିବା ଆମମାନଙ୍କ ଜୀବନରେ ସ୍ଥାନ ପାଇବ ନାହିଁ। ଯେହେତୁ ଜିହୋଭା ନିଶି ସେ ବିଜୟ ପ୍ରଦାନ କରିବେ, ଯୁଦ୍ଧ ତାଙ୍କର, ବିଜୟ ଆମର। ମୁଁ ଅନୁରୋଧ କରୁଛି, କେବେ ହାର ମାନନ୍ତୁ ନାହିଁ, ନା ହାର ମାନନ୍ତୁ ନାହିଁ। ଆଉ ହେବ ନାହିଁ, ଆଉ ମୋ ପୁଅ ମୋ ଝିଅ ଠିକ ହେବେ ନାହିଁ, ଆଉ ମୋ ସ୍ୱାମୀ ଠିକ ହେବ ନାହିଁ, ଆଉ ଆମ ଜୀବନର ଦୁଃଖ ଯିବ ନାହିଁ। କାହିଁକି ଯିବ ନାହିଁ? ଯଦି ପ୍ରଭୁ ଯୀଶୁ ସେଦିନ ତାଙ୍କ ଲୋକମାନଙ୍କୁ ଦେଖି ଦୟାରେ ବିଗଳିତ ହେଇପାରିଲେ, ବାଇବଲ କହେ ସେ କାଲି ଯେମିତି ଆଜି ମଧ୍ୟ ସେମିତି ଆଜି ବି ଦୟା କରିପାରିବେ। ଆଜି ବି ଆମ ଚକ୍ଷୁର ଅଶ୍ରୁ ପୋଛି ପାରିବେ। ଆଜି ମଧ୍ୟ ସେ ପରିବର୍ତ୍ତନର କାର୍ଯ୍ୟ କରିପାରିବେ, ନିଶ୍ଚୟ କରିପାରିବେ। ଆୟୁ ଲେଖନ୍ତି 23:6। ଜଲ୍ଦି ପଢ, ଶୀଘ୍ର ପଢନ୍ତୁ। ମୋ ପ୍ରତି ସେ ମନୋଯୋଗ କରିବେ। ଶୁଣନ୍ତୁ ପ୍ରିୟ ମହିଳା ସମିତି ମା ମାନେ, ଆପଣ ଯେ କେହି ମୋର ରୋଗ ଶୁଣୁଛନ୍ତି, ଆପଣଙ୍କର ଅଶ୍ରୁ କେବେ ବ୍ୟର୍ଥ ହେବ ନାହିଁ। ଯେହେତୁ ଆପଣଙ୍କ ପ୍ରତି କେହି ମନୋଯୋଗୀ ହୁଅନ୍ତୁ କି ନ ହୁଅନ୍ତୁ, ବାଇବଲର ପରମେଶ୍ୱର ଯଥେଷ୍ଟ ଅଟନ୍ତି। ଆପଣଙ୍କ ପାଇଁ ସେ ମନୋଯୋଗୀ ଅଟନ୍ତି, ମନୋଯୋଗୀ ଅଟନ୍ତି। ସେ ଆପଣଙ୍କ ପାଇଁ ନିଶ୍ଚୟ କାର୍ଯ୍ୟ କରିବେ। ପ୍ରାର୍ଥନା କରିବା କେବେ ବନ୍ଦ କରିବେ ନାହିଁ। ଓଡ଼ିଶା ସାରା ଯଦି ଚିତ୍ତ ଆଜ୍ଞା ବୁଲୁଛନ୍ତି, ତା ପଛରେ ଅନେକଙ୍କର ପ୍ରାର୍ଥନା ଅଛି। ଆପଣମାନଙ୍କର ମଧ୍ୟ ପୁଅ ଝିଅମାନେ ଅଟନ୍ତି। ଆପଣମାନେ ପ୍ରାର୍ଥନା କରିବା କେବେ ବନ୍ଦ କରନ୍ତୁ ନାହିଁ। ଯେଉଁ ପର୍ଯ୍ୟନ୍ତ ପୁଅର ଜୀବନ ସୁଧୁରି ନାହିଁ, ଝିଅର ଜୀବନ ସୁଧୁରି ନାହିଁ, ସେମାନଙ୍କ ଲାଇଫ ଆତ୍ମିକ ହୋଇନାହିଁ, ସ୍ୱାମୀ ଯେ ପର୍ଯ୍ୟନ୍ତ ବାଇବଲ ଅନୁସାରେ ଜୀବନ ବିତାଉ ନାହିଁ, ଆପଣଙ୍କର ଆଣ୍ଠୁ ବାନ୍ଧିବା ବନ୍ଦ ନ ହେଉ। ପରମେଶ୍ୱରଙ୍କର କାନ ଅଛି, ସେ ପ୍ରାର୍ଥନା ଶୁଣନ୍ତି, ଆଉ ସେ ଶୁଣିବେ, ନିଶ୍ଚୟ ଶୁଣିବେ। ନିରାଶ ହୁଅନ୍ତୁ ନାହିଁ। ପ୍ରଭୁ ଅଛନ୍ତି। ଆମ ପ୍ରଭୁ ମୃତ ନୁହନ୍ତି, ସେ ଜୀବନ୍ତ ଅଟନ୍ତି। ସେ କାର୍ଯ୍ୟ ସାଧନ କରିବା ଅଟନ୍ତି। ସେ ଆମ ଅବସ୍ଥା ଜାଣନ୍ତି। ଯାତ୍ରା 2:23-25। ଜଲ୍ଦି ପଢ, ଆମେ ଟପିକକୁ ଯିବା। ପୁଣି ଇସ୍ରାଏଲ ସନ୍ତାନଗଣ ଦାସ୍ୟ ପର୍ବ ହେତୁରୁ ହାହାକାର ଓ କ୍ରନ୍ଦନ କଲେ ଓ ଦାସ୍ୟ ପର୍ବ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ୱର
ଫାରୋ ମହାରାଜାଙ୍କର ସମ୍ରାଟଙ୍କର ଦାସତ୍ୱ ଅବସ୍ଥାରେ ଇସ୍ରାଏଲ ଲୋକମାନେ ଥିଲେ। ଦିନ ରାତି ପରିଶ୍ରମ ଖଟୁଛନ୍ତି, ଖାଇବାକୁ ମିଳୁନାହିଁ, ପିଇବାକୁ ମିଳୁନାହିଁ, ବିଶ୍ରାମ ମିଳୁନାହିଁ, ନିଜ ହଜିଯାଇଛି, ଭୋକରେ ଭୋକ, ପୁଣି ନିଜ ସଂଗ୍ରହ କରିବେ କୁଟା ଆଉ ନିଜେ ବନେଇବେ, ତା ବାଦେ ମଧ୍ୟ ବିଶ୍ରାମ ପାଉନାହାନ୍ତି, ବେତନ ପାଉନାହାନ୍ତି, ଦାସତ୍ୱର ବନ୍ଧନରେ ଅଛନ୍ତି। ମାଲିକ ଯାହା କହିବ ଏମାନେ କରିବା ପାଇଁ ବାଧ୍ୟ। ଶାନ୍ତି ହଜିଯାଇଛି, ଆନନ୍ଦ ହଜିଯାଇଛି, ବିଶ୍ରାମ ହଜିଯାଇଛି, ନିଦ ହଜିଯାଇଛି। କେହି ଭଲ ଅଛୁ କି ବୋଲି ପଚାରିବା ପାଇଁ ନାହାନ୍ତି। ପ୍ରଭୁଙ୍କ ପ୍ରିୟ ଲୋକମାନେ, ମୋ ମା ମାନେ, ଈଶ୍ୱରଙ୍କ କ୍ଷୁଦ୍ର ଦାସ ଭାବରେ ମୁଁ ଆପଣମାନଙ୍କୁ ଆଜି ଉତ୍ସାହ କରି କହିବା ପାଇଁ ଚାହୁଁଛି, ଯେଉଁ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କର ଆର୍ତ୍ତସ୍ୱର ଶୁଣିଲେ, ସେ ଆଜି ଆମର ମଧ୍ୟ ଆର୍ତ୍ତସ୍ୱର ଶୁଣିବେ। ନିଶ୍ଚୟ ଶୁଣିବେ, ନିଶ୍ଚୟ ଶୁଣିବେ। 25ରେ ଲେଖାଗଲା, ପରମେଶ୍ୱର ସେମାନଙ୍କର ଅବସ୍ଥା ଜାଣିଲେ। ବାଇବଲ ପରମେଶ୍ୱର ମାଟି ନୁହନ୍ତି, ଯେ ମାଟିକୁ ତିଆରି କରିଛନ୍ତି ସେଇ ରଖନ୍ତି ବାଇବଲର ପରମେଶ୍ୱର। ସେ ଆମ ଅବସ୍ଥାକୁ ଜାଣନ୍ତି, ଜାଣନ୍ତି। ଆମ ଦୁଃଖର ଅବସ୍ଥା, ଗଣ୍ଡଗୋଳର ଅବସ୍ଥା, ଏକାକୀ ଅବସ୍ଥା, ଦରିଦ୍ର ଅବସ୍ଥା, ଆମେ କି ଅବସ୍ଥାରେ ଗତି କରୁଛୁ। ହୁଏତ ଆମର ରକ୍ତ ସମ୍ପର୍କୀୟ ସ୍ୱାମୀ, ସ୍ତ୍ରୀ, ଭାଇ, ଭଉଣୀ, ମା, ବାପା, କେହି ହୁଏତ ଯଦି ସେମାନେ ମନୁଷ୍ୟ ଅଟନ୍ତି, ହୁଏତ ବୁଝି ପାରୁନଥିବେ। 3:7 ଟିକେ ଜଲ୍ଦି ପଢ, ଜଲ୍ଦି ପଢ। ସଦାପ୍ରଭୁ କହିଲେ, ଆମ୍ଭେ ମିଶର ଦେଶସ୍ଥିତ ଆପଣ ଲୋକମାନଙ୍କର କ୍ଲେଶ ନିତାନ୍ତ ଦେଖିଛୁ, ଆଉ ରାଜ୍ୟ ଶାସକ ମାନଙ୍କ ଲାଗି ସେମାନଙ୍କ ଯନ୍ତ୍ରଣା ଶୁଣିଅଛୁ। ଯନ୍ତ୍ରଣା ଜାଣିବା ଈଶ୍ୱର ବାଇବଲ ଈଶ୍ୱର କୁହନ୍ତି। ବାଇବଲ ଈଶ୍ୱର ରକ୍ତ ମାଗନ୍ତି ନାହିଁ, ରକ୍ତ ଦିଅନ୍ତି। ଝିଅନ୍ତି ବାଇବଲ ପରମେଶ୍ୱର। ଧନ୍ୟ ଆମର ଜୀବନ। ମୁଁ କହିବା ପାଇଁ ଚାହେଁ, ନିରାଶ ଦୁଃଖିତ ହୋଇ ଆପଣ ମାନେ ଖାଇବା ପିଇବା ବନ୍ଦ କରି ଅଧୈର୍ଯ୍ୟ ହେବା ବନ୍ଦ କରନ୍ତୁ ନାହିଁ। ଅଧୈର୍ଯ୍ୟ ହୁଅନ୍ତୁ ନାହିଁ, ଖାଇବା ପିଇବା ବନ୍ଦ କରନ୍ତୁ ନାହିଁ। ନିରାଶ କେବେ ଆମ ଜୀବନର ଅଂଶ ନ ହେବା ଦରକାର। ଯେହେତୁ ପ୍ରଭୁ ଯୀଶୁ ଆଜି ମଧ୍ୟ ଆମର ଯନ୍ତ୍ରଣା ଜାଣନ୍ତି, ଜାଣନ୍ତି। ମୁଁ ଅନୁଭୂତିର କଥା କହୁଛି ଆଜ୍ଞା, ସାକ୍ଷ୍ୟ କହିବା ପାଇଁ ଟାଇମ୍ ନାହିଁ। ଯଦି ପରମେଶ୍ୱର ମୋର ହୃଦୟର ଯନ୍ତ୍ରଣା ଜାଣିଛନ୍ତି, ସେ ଆଜି ଆପଣଙ୍କ ହୃଦୟର ଯନ୍ତ୍ରଣା ମଧ୍ୟ ଜାଣିବେ, ନିଶ୍ଚୟ ଜାଣିବେ। ଗୋଟିଏ କଥା ଆପଣ ମନେ କରନ୍ତୁ, ଯେ ପର୍ଯ୍ୟନ୍ତ ଉତ୍ତର ମିଳିନାହିଁ ଆପଣଙ୍କର ଆଣ୍ଠେଇବା ବନ୍ଦ ନ ହେବ ନା। ସେ ଶୁଣନ୍ତି, ସେ କାର୍ଯ୍ୟ କରନ୍ତି, ସେ ମନୋଯୋଗୀ ଅଟନ୍ତି, ସେ ଚିନ୍ତା କରନ୍ତି, ସେ ପଥ ଖୋଲନ୍ତି। ସେ ଆଜି ମଧ୍ୟ କରିବା ପାଇଁ ସକ୍ଷମ ଅଟନ୍ତି, ଅଟନ୍ତି। ସେ ନିଶ୍ଚୟ କରିବେ। ଆପଣ ଯେହେତୁ ମୋର ବାକ୍ୟ ଶୁଣିଲେ, ଆପଣ ଜୀବନକୁ ସଂଶୋଧନ କରୁଥିବେ, ପ୍ରାର୍ଥନା ଜାରି ରଖୁଥିବେ। ମୁଷଳ ବର୍ଷା ଧାରରେ ବି ଯଦି ଆପଣ ଠିଆ ହେଇଛନ୍ତି ବାହାରେ, ଯଥେଷ୍ଟ ବର୍ଷା ପାଣି ବହି ଯାଉଛି, ସେହି ସମୟରେ ବି ଯଦି ଆପଣଙ୍କ ଚକ୍ଷୁରୁ ଅଶ୍ରୁ ବହିବ, ଅଶ୍ରୁ ଧାର କୋଉଟା, ବର୍ଷା ପାଣି କୋଉଟା, ତାହା ଚିହ୍ନିବା ପରମେଶ୍ୱର ଅଟନ୍ତି, ଜିହୋବା। ହାଲେଲୁୟା। କେବେ ନିରାଶ ହୁଅ ନାହିଁ, କେବେ ନାହିଁ, କେବେ ଦୁଃଖିତ ହୁଅ ନାହିଁ। ପ୍ରଭୁ ଅଛନ୍ତି, ଏହା ଯଦି ଜାଣିବେ ଆପଣ ନିରାଶ ହେବେ ନାହିଁ। ଆମର ଯୁଦ୍ଧ ସେ କରିବେ, ଫାରୋ କବଳରୁ ରକ୍ଷା ସେ କରିବେ। ଆଜି ହୁଏତ ଫାରୋ ଆକ୍ଷରିକ ଭାବରେ ନଥିବେ, କିନ୍ତୁ ଫାରୋ ପରି ଭୟଙ୍କର ଗୁଡାକ ବିଷୟ ଗୁଡାକ ଥାଇପାରେ। ପରମେଶ୍ୱର ପଥ ଖୋଲିଲେ ନା ନାହିଁ? ଖୋଲିଲେ। ଜାମବାଣୀ ପଥ ଖୋଲିବେ। ଟପିକ ନାହିଁ ବୋଲି ମୋ ଭିତରେ ପଶୁ ନାହିଁ। ପ୍ରଭୁ ସୁଯୋଗ ଦେଲେ କେବେ ନିତାନ୍ତ ଆମେ ଭଲରେ ଦେଖିବା। ହାଲେଲୁୟା। କେବେ ନିରାଶ ହୁଅନ୍ତୁ ନାହିଁ ନା। ବହୁ ଜିନିଷ ନିରାଶ ହଉନଥିଲେ ନିଜ ପାଇଁ, ସବୁ ବିଷୟ ପ୍ରାର୍ଥନାରେ ଲଢୁଥିଲେ, ରାତି ସାରା ଆଣ୍ଠଉଥିଲେ। ବତାସ ଆସିଲା ହଲିଲେ ନାହିଁ, ଝଡ଼ ଆସିଲା ହଲିଲେ ନାହିଁ, ବିଶ୍ରାମ କରୁଥିଲେ ଯେତେବେଳେ ଝଡ଼ ଆସୁଥିଲା। ଖ୍ରୀଷ୍ଟିଆନ ଜୀବନ 24/7 ବିଶ୍ରାମରେ ବଞ୍ଚିବା ଜୀବନ, ଅବିଚଳିତ ଖମ୍ବ କରି ରହିବା ଜୀବନ। ଦାନିଏଲ ସିଂହକୁ ଦେଖିଲେ ନାହିଁ, ସିଂହର ମୁଖ ଯେ ବନ୍ଦ କରିପାରିବେ ତାକୁ ଦେଖିଲେ।
ଆମ ଆଗରେ ସିଂହ ଆସୁ ଆଜ୍ଞା କେତେ ଆସିବ ଏ ସିଂହ କାଟା ଆମର ବାପାଟା Praise the Lord. Hallelujah. ଅନୁରୋଧ କରୁଛି ମା ମାନେ ବାପା ମାନେ ଆପଣ ଯେ କେହି ହୁଅନ୍ତୁ ନିରାଶ ଦୁଃଖିତ ଚିନ୍ତାରେ ରୁହନ୍ତୁ ନାହିଁ ସେ ବିଷୟକୁ ପ୍ରାର୍ଥନାରେ ସମର୍ପଣ କରିଦିଅନ୍ତୁ ଗୀତ ସଂହିତା 62:8 କହିଲେ ମନର ସବୁ କଥା ପଢମା ଜଲ୍ଦି ପଢ हे ଲୋକମାନେ ଜୋରସେ हे ଲୋକମାନେ ସବୁବେଳେ ତାହା କଥାରେ ନିର୍ଭର କର ସବୁବେଳେ କାଠାରେ ପ୍ରଭୁଙ୍କ ଠାରେ ସ୍ୱାମୀ ଠାରେ କର କି ନ କର ସ୍ତ୍ରୀ ଠାରେ କର କି ନ କର ଚାକିରି ଠାରେ କର କି ନ କର ପ୍ରଭୁଙ୍କ ଠାରେ ସବୁବେଳେ ଆମର ନିର୍ଭର ସ୍ଥଳ କିଏ ହେବା ଦରକାର ପ୍ରଭୁ Praise the Lord. Hallelujah. ତାପରେ ଜଲ୍ଦି ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କୁହ ସବୁ କଥା ତାଙ୍କୁ କୁହ ଅନ୍ୟମାନଙ୍କୁ ଗୁହାରି କିଛି ଲାଭ ମିଳେ ନାହିଁ ମିଳିବ ମଧ୍ୟ ନାହିଁ ଯେ ଆମର ଦୁଃଖକୁ ବୁଝିପାରିବେ ତାଙ୍କ ଠାରେ ସବୁ ମନର କଥା ଭାଙ୍ଗି କୁହ ମନର ସବୁ କଥା ଭାଙ୍ଗି କୁହ ବୋଲି କହିବାର ଅର୍ଥ ଗୋଟିଏ 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 କଥା ସ୍ୱାମୀ କଥା ସ୍ତ୍ରୀ କଥା ଦେହ କଥା ମନ କଥା ସ୍ୱାସ୍ଥ୍ୟ କଥା ଅଭାବ କଥା ଋଣ କଥା ଯାହା ମନରେ ଅଛି ଆପଣ ଖୋଲିକି କହିଦିଅନ୍ତୁ ବିଶ୍ୱାସରେ କୁହନ୍ତୁ Praise the Lord. ପ୍ରଭୁ ଆଜି ମଧ୍ୟ ଜୀବିତ এটা ମୋତେ ବହୁତ ଭଲ ଲାଗେ ଆମ ପ୍ରଭୁ ଜୀବନ୍ତ ପ୍ରଭୁ ଆମେ ଜୀବନ୍ତ ପ୍ରଭୁର ପୁଅ ଝିଅ ଆଜ୍ଞା ହାଲେଲୁୟା ଆମ ପ୍ରଭୁଙ୍କର କର୍ଣ୍ଣ ଅଛି ସେ ଶୁଣନ୍ତି ଜିହ୍ବା ଅଛି କୁହନ୍ତି ଚକ୍ଷୁ ଅଛି ଦେଖନ୍ତି ସେ କାର୍ଯ୍ୟ ମଧ୍ୟ କରିପାରନ୍ତି Praise the Lord. ତାଳି ମାରିବା ପ୍ରଭୁଙ୍କ ପାଇଁ ମୁଁ ଯଦି ମୋ ସ୍ଥାନରେ ଠିଆ ହେଇପାରୁଛି ସତ ଯଦି କହିବି କେବଳ ପ୍ରଭୁଙ୍କ ଠାରେ ଭରସା ରଖି ଠିଆ ହଉଛି ମୋର ବୟସ କଣ ମୁଁ ଠିଆ ହେଇଛି କୋଉଠି ଅସମ୍ଭବ ନାହିଁ କେବଳ ତାଙ୍କ ଦୟା ତାଙ୍କ ଅନୁଗ୍ରହ ପ୍ରଭୁଙ୍କୁ କହିଦିଏ ପ୍ରଭୁ ପ୍ଲିଜ ତମେ ଟିକେ କଣ କର ତମର କାମ ପ୍ରଭୁ ମୋର କାମ ତାଙ୍କ ଦୟାରେ ଯଦି ମୁଁ ଠିଆ ହେଇପାରୁଛି why not you ଆପଣ କାହିଁକି ହେଇପାରିବେ ନାହିଁ ଦେଖନ୍ତୁ ଖ୍ରୀଷ୍ଟିଆନ ଜୀବନ ବାଇବଲର ପରମେଶ୍ୱରକୁ ଅନୁଭବ କରିବାର ଜୀବନଟା ହାଲେଲୁୟା ଆମେ ଜିହୋଭା ଜିରେକୁ ଅନୁଭବ କରିବା ଦରକାର ଜିହୋଭା ନିଶିଙ୍କୁ ଅନୁଭବ କରିବା ଦରକାର କେବଳ ଶବ୍ଦ ଶୁଣିକରି ଖୁସି ହେବା ଖ୍ରୀଷ୍ଟିଆନ ଜୀବନ ନୁହେଁ ଅନୁଭବ କରିବା ଦରକାର ପ୍ରଭୁ ପ୍ରାର୍ଥନା ଶୁଣନ୍ତି ଏହା ଅନୁଭବ କରିବା ଦରକାର Praise the Lord. Hallelujah. Hallelujah. 12:1-2 ପରେ